ଲାଭ କଥାଟା ଯୋଉ ପଚାରିଲେ ସବୁ ପ୍ରଡ୍ୟୁସର ସବୁ କଥା ପଚାରିବ ପ୍ରଡ୍ୟୁସର ଏଗ୍ରି ଫିଲ୍ମ ପ୍ରଡ୍ୟୁସର ଯାତ୍ରା ପ୍ରଡ୍ୟୁସର କିନ୍ତୁ ଲାଭ କଥା ପଚାରିଲେ କେବେ ସତ କହିବେନି ନା ମୁଁ ସତ କେବେ କହିବିନି ନା ଯାତ୍ରା ପ୍ରଡ୍ୟୁସର ବି କେବେ ସତ କହିବେନି କେତେ ଲାଭ ହେଲା କ୍ଷତି ହେଲା ସଂସ୍ଥାଟା ଯିଏ କରିଛି ସେ କେବେ କେବେ କହିବେନି ମୁଁ କେବେ ଲସ୍ କରିଛି ବୋଲି ସବୁବେଳେ ଲାଭ କଥାଟା ହିଁ କହିବେ କାରଣ ସେମାନେ ନିଜକୁ ଜଣା ମୋ କଥାଟା ମତେ ଯେମିତି ଜଣା ତାଙ୍କୁ ସେମିତି ତାଙ୍କ କଥାଟା ତାଙ୍କୁ ସେମିତି ଜଣା କେହି କହିବେନି ଗୋଟେ ଝିଅକୁ ବୟସ ପଚାରିବନି ଗୋଟେ ପ୍ରଡ୍ୟୁସରକୁ ତାର କ୍ଷତି ଲାଭ କ୍ଷତି କଥା ପଚାରିବ ଏଠି ଖାଲି ଜିଦି ଜାଦ ବାଦ ମାନ ସମ୍ମାନ ଉଠିକି ରହିବ ପଡ଼ିକି ରହିବ ନାହିଁ ସେଥିପାଇଁ ଯାତ୍ରା କରନ୍ତି ଫିଲ୍ମ କରନ୍ତି ମୁଁ ଟିକେ ସତ କଥା କହିଦେଲେ ମୁଁ ଟିକେ ସମିତି ପ୍ରକାର ଅପ୍ରିୟ ଏ ଯେଉଁ ଯାତ୍ରା ଯେତେ ପ୍ରଡ୍ୟୁସର ଅଛନ୍ତି କେତେଟା ଯାତ୍ରାକୁ ଛାଡ଼ିଦେଲେ କେତେଟା ପ୍ରଡ୍ୟୁସରକୁ ଛାଡ଼ିଦେଲେ ମୋତେ କାହିଁ ଲାଗୁନି ଏ ବର୍ଷ ସବୁ ଲାଭ କରିଥିବା ଭଳିଆ କେତେଟା ପାର୍ଟି ଯାତ୍ରା ପାର୍ଟି ମୁଁ ଦେଖିବାରେ ସିଂହ ବାହିନୀ ମୁଁ ନିଜେ ବି ନଚେଇଛି ତାର ପିଉସ ଅଛି ସେଥିପାଇଁ କିଛି ସେ ପଇସା କିଛି ପାଇଥିବ ଆଉ ତୁ ମୋ ଭାଗ୍ୟରେ ନାଉ ନାଟକଟା ପାଇଁ କଣାକି କିଛି ପାଇଛି ଆଉ ଶିବାନୀ ତା ଷ୍ଟାଣ୍ଡାର୍ଡରେ ଶିବାନୀ ଅଛି ତାପରେ ଯେତିକି ଯେଉଁ ପାର୍ଟି ସବୁ ଯେଉଁ ଷ୍ଟାଣ୍ଡାର୍ଡ ପାର୍ଟି ଯିଏ ସେ ଷ୍ଟାଣ୍ଡାର୍ଡରେ ଅଛନ୍ତି କ୍ଷତି ଲାଭ ପ୍ରଡ୍ୟୁସର ଜାଣିଛି କ୍ଷତି ଲାଭ କିଛି ଜାଣିନି ଏଇ ଯେଉଁ ଆଉ ଦଳକ ଅଛନ୍ତି ଭିଡ଼ା ଭିଡ଼ି ଟଣାଟଣି ଯେଉଁ ସବୁ ଚାଲିଛି ଯାତ୍ରାରେ ତାଙ୍କ ଛାତିରେ ହାତ ବାଡ଼େଇକି କହିଦେବେ ଲାଭ କରିସିଲି ବୋଲି ତାହେଲେ ଆପଣଙ୍କ ଯଦି ଅନୁଷ୍ଠାନ ଜମି ବିକି ଚଲେଇଲେ ତାଙ୍କର ଜମି କିଣିବା କଥା ଲାଭ ଯଦି ଥିଲା ଜମି କିଣିବା କଥା ଆପଣ ଜମି ବିକୁଛନ୍ତି କାହିଁକି ଜଣେ ସଂସ୍ଥାଟା କରିଦେଇଛନ୍ତି ନାଇଁ ଯାତ୍ରା ଇଣ୍ଡଷ୍ଟ୍ରି ଦେଖନ୍ତୁ ଯାତ୍ରା ଇଣ୍ଡଷ୍ଟ୍ରି କଳାକାର ମାନେ ରାତିରେ ନାଟକ କରୁଛନ୍ତି ପରିଶ୍ରମ କରୁଛନ୍ତି ଆମେ ନିଜେ ବି ଦେଖୁଛେ ବହୁତ ପରିଶ୍ରମ କରୁଛନ୍ତି ପ୍ରତ୍ୟେକ ଦିନ ଗୋଟାଏ ରାତିରେ ଯେ 3 ରାତି ଯଦି ଲାଗାତ ପିୟୁଷ କରିବ ଆଉ ଅଲଗା ନାଟକ ହବନି ଗୋଟିଏ ନାଟକ ଯୋଉଠି ଗଲା ତୁ ମୋ ବଜେନି କାହିଁ ସେ ପଇସା ନେବନି ଯେଉଁ କଳାକାର ମାନେ ଆର୍ଟିଷ୍ଟ ମାନେ ସେଥିରେ ଆକ୍ଟିଂ କରୁଛନ୍ତି ଖାଲି ତ ଏକୁଟିଆ ପିୟୁଷ କରିଦେଲେ ହବନି ତା ସାଙ୍ଗରେ ଆନୁଷଙ୍ଗିକ ଆର୍ଟିଷ୍ଟ ଅଛନ୍ତି ଯେଉଁ ଆର୍ଟିଷ୍ଟ ମାନେ ନାଚ କରୁଛନ୍ତି କେତେ ପରିଶ୍ରମ କରୁଛନ୍ତି କାହିଁ ପଇସା ନେବେନି ପଇସା ନେବାକୁ ହକଦାର ମାଲିକକୁ ପଇସା ଦେଉଛନ୍ତି ରାତିକେ ମୁଁ ତ ନିଜେ ନେଇକି ରାତିକେ 4 ଲକ୍ଷ 10 20 30 ମୁଁ ଦେଇଛି ମୁଁ ନିଜେ ସିଂହ ବାହିନୀକି ତ ପଇସା ନେବା ପାଇଁ ହକଦାର ସେ ଲୋକମାନେ ଟିକେଟ୍ କାଟିକି ଦେଖୁଛନ୍ତି 500 ଟଙ୍କା 400 ଟଙ୍କା 300 ଟଙ୍କା ଲୋକ ବସିକି ଦେଖୁଛନ୍ତି ତ ଲୋକମାନେ ଆସୁଛନ୍ତି କୁଆଡ଼ୁ ଲୋକମାନେ ଆସୁଛନ୍ତି ହାଉସଫୁଲ୍ ହେଉଛି ପଇସା ଲୋକମାନେ ଦେଉଛନ୍ତି ତାହେଲେ ସିଏ ବି ନାଟକ କରୁଛନ୍ତି ଉତ୍ସାହିତ ତାଙ୍କ ମନ କରୁଛି ଯେ ଡେଲି ନାଟକ କରୁଛନ୍ତି ସେମାନେ ହକଦାର କେତେବେଳେ ହେବ ଯେତେବେଳେ ନାଟକଟା ଚାଲିଲା ତୁ ମୋ ଭାଗ୍ୟରେ ନା ପ୍ରାୟ ଟାଇମ୍ ଚାଲିଲା ତାହେଲେ ସେ ଯେଉଁମାନେ ଆର୍ଟିଷ୍ଟ ଅଛନ୍ତି ଯେଉଁମାନେ ଆର୍ଟିଷ୍ଟ ଅଛନ୍ତି ସେ ହକଦାର ପଇସା ପାଇଁ ଆଉ ଯେଉଁ ଆନୁଷଙ୍ଗିକ ଅବଶିଷ୍ଟ ଗୋଟିଏ ରାତିରେ ନାଟକ ସରିଯାଉଛି ସେକେଣ୍ଡ ମାନେ ନାଟକ ଚେଞ୍ଜ ଯଦି ନାଟକ କରୁଛନ୍ତି ଲୋକ ନାହାନ୍ତି ତାହେଲେ ସେଠି କ'ଣ ଲସ୍ ହେବ ନା ଲାଭ ହେବ ଆପଣ କହୁଛନ୍ତି ଯାତ୍ରା ଇଣ୍ଡଷ୍ଟ୍ରି ସିନେମା ଇଣ୍ଡଷ୍ଟ୍ରି କି ଆଗକୁ ପଳେଇଲା କେମିତି ପଳେଇଲା ଗୋଟିଏ ସିନେମାକୁ ପାର୍ଟି ନୁହଁ ଗୋଟେ ଲ୍ୟାଣ୍ଡ ଫଲ୍ ଗୋଟେ ସିନେମା ହେଉଛି ତାର ବଜେଟ୍ 10 କୋଟି ଟଙ୍କା ତା ମେକିଂ ଯାଇକି ଦେଖନ୍ତୁ କେମିତି ଫିଲ୍ମଟା ବନିଆ ହେଉଛି ଓଡ଼ିଶାରେ ଫିଲ୍ମ ଏବେ ଚାଲିଛି ସବ୍ୟସାଚୀର ଗୋଟେ ଫିଲ୍ମ ଚାଲିଛି ମୁଁ ଯାଇକି ଦେଖୁଥିଲି ତା ଫିଲ୍ମ ସେଟ୍ରେ ଓଡ଼ିଆ ଇଣ୍ଡଷ୍ଟ୍ରି ଧୀରେ ଧୀରେ ଆଗକୁ ଯାଉଛି ଯାତ୍ରା ଇଣ୍ଡଷ୍ଟ୍ରି ବି ଆଗକୁ ଯାଉଛି କିନ୍ତୁ ଯାତ୍ରା ଇଣ୍ଡଷ୍ଟ୍ରି ମାନ ବଦଳି ଯାଇଛି ଯେଉଁ ଯାତ୍ରା ଚାଲିଥିଲା ଏବେ ସେ ଯାତ୍ରା ନାହିଁ ଅସୀମ ପଣ୍ଡା ଗୀତ ବୋଲିଲାଣି ଇଏ ବଲିଉଡ୍ ସିଙ୍ଗର ଗୀତ ବୋଲିଲାଣି ଭଲ ଭଲ ସିଙ୍ଗର ମାନେ ଗୀତ ବୋଲିଲାଣି ତାହେଲେ ଆପଣଙ୍କ କାନକୁ ଭଲ ଲାଗୁଛି ଗୀତ ଶୁଣିବାକୁ ଭଲ ଲାଗୁଛି ନାଟକ ଦେଖିବାକୁ ଭଲ ଲାଗୁଛି ଲୋକମାନେ ଯାଉଛନ୍ତି ଆକର୍ଷଣ ହେଇକି ଲୋକମାନେ ଯାଉଛନ୍ତି ତାଙ୍କର ବଜେଟ୍ଟା ନିଶ୍ଚୟ ବଢ଼ିବ ବଜେଟ୍ଟା ବଢ଼ିଲେ ନାଟକ ବଢ଼ିଲା ଲୋକ ଆକର୍ଷଣ ଆଜିକାଲି ସୋସିଆଲ ମିଡ଼ିଆଟା ଗୋଟେ ଲୋକ ଶୋଇଥିବ ଯଦି କ'ଣ ଗୋଟେ ଘଟଣା ଘଟିଲା ସେ ସୋସିଆଲ ମିଡ଼ିଆରେ ଏତେ ଚର୍ଚ୍ଚା ହେଇଯିବ ସେ ସକାଳକୁ ପବ୍ଲିସିଟି ହେଇଯିବ ଚାମିଲି ଓଝା ସାଙ୍ଗେ ସାଙ୍ଗେ ପବ୍ଲିସିଟି ହେଇଗଲା ସେମିତି କିଏ କେତେବେଳେ ପବ୍ଲିସିଟି ହେବ କ'ଣ ହେବ କହିହେବନି କାହିଁକି ସୋସିଆଲ ମିଡ଼ିଆ ଗୋଟେ ରାତିରେ ଜଣେ ଭାଇରାଲ ସକାଳ ହେଲେ ଭାଇରାଲ
ତ ଯାତ୍ରା ଯାତ୍ରା ବାଟରେ ସିନେମା ସିନେମା ବାଟରେ ସବୁ ସଂସ୍ଥା ଚାଲେ ଗୋଟେ ଦିଟା ପାର୍ଟି ଲାଭ କରୁଛୁ ନା କେତେଟା ପାର୍ଟି? ନାଇଁ ଏଇ ଧାଡ଼ିରେ ଗଣିଦେଲେ ମୋତେ ଆଙ୍ଗୁଠିରେ 5ଟା ଯଦି ଆଙ୍ଗୁଠିରେ ଦେବ ତାପରେ 2-3ଟା ହେଲା ବେଳକୁ ଆକ୍ରାନ୍ତ ହେଇଗଲାଣି। ଇଏ ଆଉ ସବୁ ଠିକ୍ ସେ ପଇସା ପାଉଥିବେ ନ ପାଉଥିବେ ମୁଁ ବି ସନ୍ଦେହ କରିଛି। ମାଲିକ ଜାଣିଥିବ, ମାଲିକକୁ ପଚାରିଲେ କହିଛି ଲସ୍ କେତେ ଲାଭ କେତେ। କାରଣ ମୁଁ ନିତ୍ୟ ମାନେ ଅନ୍ତର୍ଭୋଗୀ ଯେ ମୁଁ ଭୋଗିଛି, ମୁଁ ଫିଲ୍ମ କରିଛି, କେତେ ଲାଭ କେତେ ଲସ୍ ମୁଁ ହିଁ ଜାଣିଛି। ଆଉ ଇଏ ଗପ ମାଇଲେ କିଏ କ'ଣ କହିଲେ ହେଲା, ମୁଁ ତ ମୂଳରୁ କ୍ଲିଅର ଗୋଟେ କଥା କହିଦେଲି ଯେ କେତେ ଲାଭ ମୋତେ ପଚାରିଲେ ମୁଁ ସତତା କହିବି। ମୋ ମାଇଣ୍ଡ ଗେମ୍ କେତେ କମେଇଛି ମୁଁ କହିବି ଲସ୍ କରିଛି ବୋଲି, ନା ମୁଁ କହିବି କେବେ ମୋର କେତେ ଲାଭ ହେଇଯାଇଛି ବୋଲି। ସବୁବେଳେ କହିବି ବଢ଼ିଆ ଫିଲ୍ମ ପାଇଗଲି ପଇସା। ସେମିତି ସମସ୍ତଙ୍କ ମାନ ସମ୍ମାନ ଯେହେତୁ କରିଛ, ମାନ ସମ୍ମାନ ବଞ୍ଚିବା ପାଇଁ ସିଏ ତାଙ୍କର ଚଲେଇଛନ୍ତି। ଆଉ ଗୋଟେ ମୋ